ଚାଲନ୍ତୁ ଆଜି ଆମେମାନେ ବକାସନ ବିଷୟରେ ଆଲୋଚନା କରି ଦେଖିବା। ଏହି ଆସନ ଦ୍ୱାରା ବାହୁଦ୍ୱୟ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ଗ୍ରୀବା ସମ୍ବନ୍ଧୀୟ ଯାବତୀୟ ରୋଗ ମଧ୍ୟ ଉପଶମ ହୁଏ। ବକ ପରି ଏକ ଲୟରେ ରହିବାକୁ ପଡ଼େ, ଏଣୁ ଏହି ଆସନକୁ ବକାସନ ବୋଲି କୁହାଯାଏ। ଏହି ଆସନ କରିବା ସମୟରେ ନିଜ ଧ୍ୟାନ ଓ ଦୃଷ୍ଟି ଠିକ୍ ଚକ୍ଷୁଦ୍ୱୟର ମଧ୍ୟ ସ୍ଥିତ ଆଜ୍ଞାଚକ୍ର ଉପରେ କେନ୍ଦ୍ରୀଭୂତ କଲେ ନାଡ଼ି ଚକ୍ରରେ ବିଶେଷ ଦୋଷ ଓ ଅଣ୍ଟା ପୀଡ଼ା ଆଦି ରୋଗ ଉପଶମ ହୋଇଥାଏ। ବିଧି: ଦୁଇ ହାତର ପାପୁଲିକୁ ଭୂମି ଉପରେ ରଖ। ଦୁଇ ପାଦକୁ ପରସ୍ପର ଯୋଡ଼ି ଦେଇ ଗୋଇଠିକୁ ମଳଦ୍ୱାର ତଥା ମୂତ୍ରେନ୍ଦ୍ରିୟ ମଧ୍ୟବର୍ତ୍ତୀ ସ୍ଥାନରେ ରଖ। ଆଣ୍ଠୁଦ୍ୱୟ ଉଭୟ ହାତର କହୁଣୀ ଉପରେ ରଖିବାକୁ ହେବ। ତାପରେ ଦୁଇ ହାତ ଉପରେ କେବଳ ସମସ୍ତ ଶରୀରର ଭାର ରହିବ।